କାଳିନ୍ଦୀ ଚରଣ ପାଣିଗ୍ରାହୀ ଏକ ବହୁମୁଖୀ ପ୍ରତିଭା। ଏହି ମହାନ ସାଧକ ପୁରୀ ଜିଲ୍ଲାର ବିଶ୍ୱନାଥପୁରଠାରେ ଜୁଲାଇ 2 ତାରିଖ 1901 ଖ୍ରୀଷ୍ଟାବ୍ଦରେ ଜନ୍ମଲାଭ କରନ୍ତି। ସ୍ୱଳ୍ପ ବୟସରୁ କାଳିନ୍ଦୀ ଚରଣଙ୍କ ସାରସ୍ୱତ ପ୍ରତିଭାର ବିକାଶ ଘଟିଥିଲା। ଜୀବନର ପ୍ରଥମ ଯୌବନର ଆହ୍ୱାନରେ ସେ ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ପ୍ରାଣ ପ୍ରତିଷ୍ଠା ଥିଲେ। ସ୍ୱଳ୍ପ ବୟସରୁ କାଳିନ୍ଦୀ ଚରଣଙ୍କ ସାରସ୍ୱତ ପ୍ରତିଭାର ବିକାଶ ଘଟିଥିଲା। ତାଙ୍କ ପ୍ରକାଶିତ ପ୍ରଥମ ଗ୍ରନ୍ଥ ଭକ୍ତ କବି ମଧୁସୂଦନ ଆତ୍ମପ୍ରକାଶ କରିଥିଲା 1928 ମସିହାରେ। ପୁନଶ୍ଚ ସେ ଉତ୍କଳ ସାହିତ୍ୟ ଓ ମୁକୁର ମାସିକ ସାହିତ୍ୟ ପତ୍ରିକାରେ ନିୟମିତ ନିଜ ଲେଖାମାନ ପ୍ରକାଶ କରିଥିଲେ। ମଧ୍ୟ ବହୁ ପତ୍ରିକାର ସମ୍ପାଦନା ଦାୟିତ୍ୱ ବହନ କରିଥିଲେ। ତାଙ୍କର ଅମର ଲେଖନୀ ନିଃସୃତ ସାରସ୍ୱତ ସୃଷ୍ଟିଗୁଡ଼ିକ ହେଲା ଉପନ୍ୟାସ ମାଟିର ମଣିଷ, ମୁକ୍ତାଗଡ଼ର କ୍ଷୁଧା, ଅମର ରଚିତା, କ୍ଷୁଦ୍ରଗଳ୍ପ ସାଗରିକା, ଶେଷରଶ୍ମି, ରାଶିଫଳ, ମୋ କଥାଟି ସରିନାହିଁ, ନାଟକ ପ୍ରିୟଦର୍ଶୀ, କବିତା ସଂକଳନ ମନେ ନାହିଁ, ଛୁରୀଟିଏ ଲୋଡ଼ା, କ୍ଷଣକ ସତ୍ୟ, ମହାଦୀପ, ଆଲୋଚନା ପୁସ୍ତକ ନେତୃତ୍ୱ ଓ ନେତୃତ୍ୱ, ସାହିତ୍ୟିକ ପ୍ରବନ୍ଧ ସାହିତ୍ୟ, ସାହିତ୍ୟ ସଞ୍ଚୟନ, ସାମୟିକ ସାହିତ୍ୟ ସମୀକ୍ଷା, ନାଟିକା ପଦ୍ମିନୀ ସୌମ୍ୟା, ଆତ୍ମଜୀବନୀ ଅଙ୍ଗେ ଯାହା ନିଭେଇଛି। କାଳିନ୍ଦୀ ଚରଣ ତାଙ୍କର ସର୍ବଶ୍ରେଷ୍ଠ କୃତି ମାଟିର ମଣିଷ ଉପନ୍ୟାସ ଭାରତୀୟ ସବୁ ଭାଷାରେ ସାହିତ୍ୟ ଏକାଡେମୀ ଦ୍ୱାରା ଅନୁଦିତ ହୋଇଛି। ମାଂସର ବିଳାପ ଗଳ୍ପ ନାଟ୍ୟ ରୂପ ମାଧ୍ୟମରେ ବହୁ ସ୍ୱୀକୃତି ଲାଭ କରିଛି। ଏତଦ୍‌ବ୍ୟତୀତ କାଳିନ୍ଦୀ ଚରଣଙ୍କ ଲିଖିତ ଓ ସଂଗୃହୀତ ଗ୍ଲିମ୍ସ ଅନ୍ ଆର୍ଟ ଆଣ୍ଡ ଲିଟରେଚର ଅଫ୍ ଓଡ଼ିଶା ଇଂରାଜୀ ପୁସ୍ତକ ମଧ୍ୟ ତାଙ୍କର ଅମଳିନ କୃତିର ସ୍ୱାକ୍ଷର ବହନ କରିଛି। ସେ 1971 ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଉପାଧି ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ଦ୍ୱାରା ଫେଲୋ ରୂପେ ସମ୍ମାନିତ ହୋଇଥିଲେ। ଏହି ଅମ୍ଳାନ ପ୍ରତିଭାଙ୍କ ତିରୋଧାନ ହୁଏ 15 ମଇ 1991 ମସିହାରେ।